ଆଜିକାଲି ବାହାରେ ପୁରୁଣା ତେଲର ବ୍ୟବହାର ଏତେ ହେଉଛି ଯେ ବହୁତ ଲୋକମାନେ କମ୍ପ୍ଲେନ୍ କରୁଛନ୍ତି ଆଜି ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ବି ଗ୍ୟାସ୍ର ସମସ୍ୟା। କିନ୍ତୁ ଆପଣ ସବୁବେଳେ ଟ୍ରାଏ କରନ୍ତୁ କି ଘର ତିଆରି ଜିନିଷ ଖାଇବୁ ଆଉ ହେଲ୍ଦି ଜିନିଷ ଖାଇବୁ। ସେଇଥିରୁ ଏଇଟା ଗୋଟେ ଆମେ ବାହାରେ ଯେତେବେଳେ କିଣୁଛନ୍ତି ଆମେ ନିଜେ ବି ଜାଣୁନାହାନ୍ତି କି ଏଇଟା କେତେ ଦିନର ପୁରୁଣା ତେଲ ହେଇଥିବ, କେମିତି ବନେଇଛନ୍ତି କେମିତି ନାହିଁ। କିନ୍ତୁ ନିଜେ ବନେଇଲେ ଗୋଟେ ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ମିଳେ କି ହଁ ମୁଁ ଠିକ୍ ବନଉଛି। ଆଉ ବିନା ସୋଡ଼ା ଆଉ ବିନା ଫ୍ୟାନ୍ସି ଇନଗ୍ରିଡ଼ିଏଣ୍ଟସରେ ଯଦି ଏମିତି ପରଫେକ୍ଟ ନଡ଼ିଆ ବରା ନ ବନେଇ ପାରିଲେ ତାହେଲେ ଆଉ କ'ଣ କଲେ। ଏଇଟା ବହୁତ ଇଜି ଆଉ ପ୍ରତ୍ୟେକ ଓଡ଼ିଆମାନଙ୍କର ଏଇଟା ବହୁତ ଫେଭରେଟ୍। ଆଉ ଆମ ଘରକୁ ଯେବେ ବି ନଡ଼ିଆ ଆସେ ମୋର ତ ସବୁବେଳେ ଥାଏ ଯେ ମୋ ବଡ଼ମାଙ୍କୁ ମୁଁ କୁହେ କି ନଡ଼ିଆ ବରା କରିବା ବୋଲି। ମୋର ବହୁତ ଫେଭରେଟ୍ ଆଉ ଏଇଟା ବନେଇବା ବି ସେତିକି ଇଜି। ନିହାତି ଆପଣମାନେ ଟ୍ରାଏ କରନ୍ତୁ, ବହୁତ ଅଳ୍ପ ଇନଗ୍ରିଡ଼ିଏଣ୍ଟସରେ ହେଇଯାଏ ଆଉ ବହୁତ ଟେଷ୍ଟି ଲାଗିଥାଏ।